मंत्रटी दौची मु से मंत्र को तुम पढ़ बोले ओम ब्रह्म परम धाम ओम ब्रह्म परम धाम ब्रह्महम परम पदम ओम ब्रह्म परम धाम ब्रह्महम परम पदम ओम नमो भगवते परीक्षित महाराज मन ब्रह्म ये ब्रह्मस्वर सब जिते निजक निजे से चिंता उच्चारण कर जगत ब्रह्ममय दिशे ब्रह्म जगत भितर वो ब्रह्म कृष्ण भगवान रूप को देखिपारे माता गर्भ जहाँ कर दर्शन जो परीक्षित माता गर्भ थे अशक्त ब्रह्म क्षातघात करते चक्रटा को रक्षा करते भगवान कृष्ण को देखी से समय कथा मन पकईदे जगत कृष्णमय देखिए आश्चर्य हो गले परीक्षित महाराज बोले कौन है भागवत कौन कहले सकल घटे नारायण कृष्णमय यार प्रभाव भागवत पठन यार प्रभाव भागवत को विश्वास यार प्रभाव भागवत सबुआरे कृष्णमय देखीदे तक्षक जो कृष्ण महाराज परीक्षित जगत जिते गुणे ऋषि बसते सुखदेव गोस्वामी गणिदेले कृष्ण अनेदे हसीदे कहे गुरुदेव आपण ब्रह्मशापुर मत आज मुक्त करदे कथार कहुई जो भागवत श्रवण में आपण मैंने समस्ते जानते समस्ते अनुभूति भितर कहे जार शेष समय आसी जाए आम पुरखा लोक मैंने गुरुजन मैंने बसते भागवत पढ़ीदेलु भागवत गोटे अध्याय पढ़ी अध्याय पढ़ले कौन आगे जीवन काल भितर भागवत कथामृत समस्ते बड़ बड़ पंडित मान आपण मैंने शुणुंट कि गोटे नित्य प्रत्यय सत्य जहाँकि सत्य सनातन भागवत प्रचार समितिर आज ये कार्यक्रम चलुँच सत्य सनातन भागवत प्रचार समितिर कार्य एत महान आज्ञा आम जाइलु श्रीक्षेत्र धाम एकदश जाऊँ भाई मैंने जाऊँगी ये जो खंडक आज्ञा आम पाखे अच्छी कौन कौन तो तुम्हें कौन सनातनी सनातन धर्म आमे भी सनातन धर्म आमे भी सनातन धर्मी प्रमाण आम पाखे सनातन सत्य सनातन भागवत प्रचार जो महोदय जो महापुरुष जो दिव्यात्मा ये नामकरण कर भगवान कोटि परमय बोला आश्चर्य पंडा मैंने कहते तुम्हें सत्य सनातनी सनातनी तुम प्रचार कर समस्त की तुम्हें प्रमाण देखो हाँ आम यात्रा होता ट्रेन में गले प्रकार भागवत चर्चा जगह पहुँचले भागवत चर्चा भागवत परिवेशन नहीं आस पंडा मान भागवत आम जगन्नाथ मंदिर भर निश्चित गोटे गोटे करके आस सी कौटी आपंकर बट गणेश जानते लक्ष्मण द्वार पाखे अच्छा बट जगन्नाथ बट जगन्नाथ को देवे भल कि आज्ञा कुंडेबे मुंडिया टे मारे जो जगन्नाथ दास भागवत देखिए चिंता करूँ आज्ञा गोटे कथा आज्ञा जो रुक्मणी विवाह एकादशी पड़ा हजार हजार लोग धाड़ी धरी छिड़ा आसीना मोर दी जन भाई भाई मुझे नार मुझे जगन्नाथ से बाहर
ବସିଲି ଏଇ ସମୟରେ ଭାଗବତ ଗାନ୍ଧିକି ଆମର ଜଣେ ଭାଗବତ ଭାଇ ମୁଣ୍ଡେଇକି ଛିଡ଼ା ପଶ୍ଚିମ ଉତ୍ତରରେ ପୋଲିସ ପାଖରେ କହିଲେ କୁଆଡ଼େ ନା ଆମେ ଏଠି ଭିତରକୁ ଅପେକ୍ଷା କରେ ଆଜ୍ଞା ଶହ ଶହ ହଜାର ଲୋକ ବସିଛନ୍ତି କାହାକୁ ଜଣେ ଅପେକ୍ଷା କରିଛନ୍ତି କାହାକୁ ଶୁଣିଲେଣି ଡାକିଲେ କହିଲେ ଆସ ଆସ ଆସିଲି କହିଲି କଣ ଆଜ୍ଞା ନା ଯିବା ଚାଲ ଚିନ୍ତା କରନ୍ତୁ ଆଜ୍ଞା ଭାଗବତ ଜଗନ୍ନାଥ ଜଗନ୍ନାଥ ଭାଗବତ ଯେତେବେଳେ ମା ପ୍ରତାପ ଚିନ୍ତା କଲେ ଆରେ ପୁଅ ମୁଁ ଦକ୍ଷିଣ ଦେଇପାରିଲି ନାହିଁ ବୋଲି ଭାଗବତ ଶୁଣିପାରିଲି ଟିକେ ଭାଗବତ ଓଡ଼ିଆ ଲେଖିଦେବୁ ସେଇଠି ଜଗନ୍ନାଥ ଦାସ ଯାଇକି ପଢିଥିଲେ ସେଇ ବଟ ଗଣେଶ ପାଖରେ ବଟ ଜଗନ୍ନାଥ ପାଖରେ ରାଇ ପାଇଲେ କହିଲେ ପ୍ରଭୁ ମୁଁ ଜାଣି ନାହିଁ ମାନସ ପୁତ୍ର ହଉଛନ୍ତି ଜଗନ୍ନାଥଙ୍କର ଦାସ ମହାପ୍ରଭୁଙ୍କର ମାନସ ପୁତ୍ର ଜଗନ୍ନାଥ ଦାସ ପ୍ରଭୁ ଆସି ପହଞ୍ଚିଲେ କହିଲେ ଉଠୁ 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 ଲେଖେ ନା କଣ ନା ତୋରୁ ତ ପଦ୍ମେ ବସି ଖାଇ ତୋରୁ ତ ପଦ୍ମେ ବସି ଖାଇ ପହଞ୍ଚ ଯାଇଛନ୍ତି ଲେଖେ ନା କଣ ଲେଖିବେ ନା ମୁଁ ଯାହା କହିବି ନା ଆପଣ କହୁନାହାନ୍ତି 18,000 ଶ୍ଲୋକ ଆଜ୍ଞା ତା ଅନୁଷ୍ଠାନ ଶବ୍ଦ କାଟିଦେଲେ 14,000 ଶ୍ଲୋକ ରହୁଛନ୍ତି ଭାଗବତର ପ୍ରତ୍ୟେକ ପଦ ଆଜି ଆମେ ଭାଗବତର ପ୍ରତ୍ୟେକ ପଦକୁ ନେଇକି ମୁଁ ଏବେ ଅନୁରୋଧ ରଖୁଛୁ ଗୋଟିଏ ଏଠି ବିରୋଧ ଆମର ଅଛନ୍ତି କହିବେ ଆମର ପଣ୍ଡା ମହୋଦୟ ଭାଗବତର ଗୋଟିଏ ପଦକୁ ଆପଣ ନିଅନ୍ତୁ ଆଉ ତାକୁ ଟିକେ କୁହନ୍ତୁ ବହୁତ ଆନନ୍ଦ ଲାଗିବ କେତେ ଅଳଙ୍କାର ଲଗାନ୍ତୁ ଖୁସି ଲାଗିବ ଆଉ ଜଗନ୍ନାଥ ମହାପ୍ରଭୁଙ୍କର ଦାନ ସ୍ୱରୂପ ଓଡ଼ିଶାର ପଞ୍ଚମ ବେଦ ରୂପରେ ପ୍ରକାଶିତ ହେଉଛି ଜଗନ୍ନାଥ ଶ୍ରୀମଦ ଭାଗବତ ଆପଣ ଆଉ ମାନେ ଗୋଟେ କଥା କହି ମୋ ନମ୍ବର ଗୀତା ପଢୁଥିଲେ ପ୍ରାଞ୍ଜଳ ଭାବରେ ଜାତି ଶ୍ରେଷ୍ଠ ବର୍ଣ୍ଣ ଶ୍ରେଷ୍ଠ କୁଳ ଶ୍ରେଷ୍ଠ ଏବଂ ବାକ୍ୟ ବି ଶ୍ରେଷ୍ଠ ଶିଖି କରିଛନ୍ତି ସୁନ୍ଦର ଲାଗିଲା କିନ୍ତୁ ଗୀତାକୁ ଯୋଉ ଗୀତା କଥା ପଢା ହେଉଥିଲା ଗୀତାକୁ ଆଜ୍ଞା ଆମର ଜୁନ ମାସ 12 ତାରିଖ ଅହମ୍ମଦାବାଦରେ ଯୋଉ ପ୍ଲେନ୍ ଆଜ୍ଞା ଜଳିଗଲା 1,25,000 ଲିଟର ରଖିଥିଲା ଆଜ୍ଞା ପେଟ୍ରୋଲ ସିଏ ଯେତେବେଳେ ଜଳିଲା କେତେ ଆକାରରେ ଜଳୁଥିବ କେତେ ଅଗ୍ନି କେମିତି ବିସ୍ଫୋରିତ ହଉଥିବ ପୁଣି ପେଟ୍ରୋଲ ଆଜ୍ଞା ଆଉ କିଛି ନୁହେଁ ପୁଣି 1,25,000 ଲିଟର ସେଦିନ ନିଆଁ ଲିଭେଇ ପାରିଲେ ନାହିଁ ତାର ଦିନ ନିଆଁ ଲିଭେଇବାକୁ ଗଲେ 274 ଲୋକ ଗଲେ ଲୋକ ବସିଛି ନା ଆଜ୍ଞା ଆଚ୍ଛା ଯେତେବେଳେ ସେ ନିଆଁକୁ ଲିଭେଇଲେ ସେ ପାଉଁଶ ତଳୁ ଭାଗବତ ଗୀତା ବାହାରିଲା ବୋଲ ଆମେ ରୋମାଞ୍ଚିତ ହେଇଯାଉଛି ଆଜ୍ଞା ଯୋଉଠି ପଥର ତଳେ ଯାଉଛି ଯୋଉଠି ମାଟି ତଳେ ଯାଉଛି ଲୁହା ତଳେ ଯାଉଛି ମତେ ଭାଗବତ ଗୀତା ଅକ୍ଷୁଣ୍ଣ ଉପାୟରେ ସେ ରହିଛି ଯେତେବେଳେ ପାଉଁଶ ବାହାର କଲେ ବଡ ଗୀତା ବହି ମୋ ପାଖରେ ଗୀତାର ଫଟୋ ଅଛି ଚିନ୍ତା କରନ୍ତୁ ଗୀତା କଣ ଗୀତାର ଭଗବାନ କୃଷ୍ଣ ନିଜେ ଅଛନ୍ତି ପରମ ପିତା ସେଇ ଗୀତାର ପଞ୍ଚମ ବେଦ ହିସାବରେ ଭଗବାନ ଜଗନ୍ନାଥ କହିଲେ ସ୍ୱୟଂ ବ୍ରହ୍ମ ପରମ ବ୍ରହ୍ମ ନିତ୍ୟ ବ୍ରହ୍ମ ଭୟ ଜନ ଜ୍ୟୋତିର୍ବ୍ରହ୍ମ ମହାବ୍ରହ୍ମ ତସ୍ମିନ୍ ଶ୍ରୀ ବ୍ରହ୍ମଣେ ନମଃ ଓಂ ନମୋ ଭଗବତେ वासुदेवाय ओम नमो भगवते स्वरूपाय परिचित महाराज सकल घट घटुଛନ୍ତି କୃଷ୍ଣମୟ ସେତେବେଳେ ଭଗବାନଙ୍କୁ ସେ ନିଜକୁ ଧନ୍ୟବାଦ ଦେଲେ କହିଲେ ପ୍ରଭୁ ଭାଗବତରେ ଯାହା ଲେଖିଛ ସକଳ ଘଟେ ନାରାୟଣ ଆଜି ସମସ୍ତ ଘଟେ ବିରାଜମାନ କରୁଛନ୍ତି ଏଠି ମୋର ଯାହା ଥିଲା ମୃତ୍ୟୁର ଭୟ ଆଜି ତକ୍ଷକକୁ ମୁଁ ଡାକୁଛି ତକ୍ଷକ ଆସ ସୁନ୍ଦର କଥା ଏଇ ତକ୍ଷକ ଡାକିଛି ତକ୍ଷକ ଆସି ଦର୍ଶନ କରିବାକୁ ଏବଂ ତକ୍ଷକ ମରଣକୁ ଡାକା ହେଉଛି କିନ୍ତୁ ଏଠି ଭାଗବତ ଆଉ ଗୋଟେ ଦେଖିଲେ କହିଲେ ଶୁଣନ୍ତୁ ଏ ମରଣ ଏମିତି ସେମିତି ମରଣ ନୁହେଁ ଆଜ୍ଞା ଏ ମରଣ ହେବା ପାଇଁ ଭାଗବତ ପକ୍ଷେ କହିଲେ କଣ କହିଲେ ଦଣ୍ଡେ ନିମିଷେ ଥିଲେ ପ୍ରାଣ ଦଣ୍ଡେ ନିମିଷେ ଥିଲେ ପ୍ରାଣ ଦଣ୍ଡେ ନିମିଷେ ଥିଲେ ପ୍ରାଣ ଦଣ୍ଡେ ନିମିଷେ ଥିଲେ ପ୍ରାଣ ପାରେ
ହରି ବୋଲ। ପିତାମ୍ବର ମଲଙ୍କର ଏଇ ଯୋଉ ତାଙ୍କର ଦେହାନ୍ତ ପୂର୍ବରୁ ଯୋଉ କର୍ମ ଗୁଡ଼ିକ କରିଛନ୍ତି ଭାଗବତ କଣ କହିଲେ କହିଲେ ପ୍ରାଣୀର ଭଲ ମନ୍ଦବାଣୀ ପ୍ରାଣୀର ଭଲ ମନ୍ଦବାଣୀ ଆଉ ମରଣ ପରେ ତାହା ଜାଣି ମରଣ ପରେ ତାହା ଜାଣି ଗୋବିନ୍ଦ 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 ମଧୁ ଧରୁଛି ମକରନ୍ଦ। କେତେବେଳେ ଜାଣିଲେ ଆଜ୍ଞା ପିତାମ୍ବର ମଲ ମହୋଦୟ ଜଣେ ଭାଗବତ ପଢିଥିଲେ କେତେବେଳେ ଜାଣିଲେ ନା ମରଣ ପରେ ଆଜି ଦ୍ୱାଦଶ ଦିବସରେ ସମସ୍ତେ ଆଜି ଏକତ୍ରିତ ହୋଇଛି ତାଙ୍କର ସ୍ମୃତି ଦାନ କରୁଛେ ଏପରି ଏକ ଥିଲେ ଭାଗବତ ପ୍ରେମୀ ଜୀବନ୍ତରେ ସେ ଭଲ ପାଉଥିଲେ ମଲା ପରେ ବି ତାକୁ ଆମେ ସମସ୍ତେ ଏଠି ସ୍ମରଣ ସ୍ମୃତିଆନ କରୁଛେ ବୋଲାଲେ ନାଇଁ ବାବାର ହରି ବୋଲ। ତଥ୍ୟ ଦେଖିଲେ ଏ କୃଷ୍ଣମୟ ଜଗତ ଏଇ ଚାରି ଚାକିରି ଆସ କୃଷ୍ଣଙ୍କୁ ଡାକିବାକୁ ଆସ ମରଣକୁ କିଏ ଡାକେ କିନ୍ତୁ ଲେଖା ହେଇଛି ଯେ ଦଣ୍ଡେ ନିମିଷେ ଥିଲେ ପ୍ରାଣ ଅନେଇ ପାରେ ଜନ୍ତୁରାଣ। କଥାଟା ହଉଛି ଟିକେ ଯଦି ସମୟ ଥିବ ଗୋଟେ ଦଣ୍ଡ ଗୋଟେ ମୁହୂର୍ତ୍ତ ହିସାବରେ ଆସିବ ନାହିଁ ସେ ସବୁ ଥିଲେ ବି ଜନ୍ତୁରାଣ ଅର୍ଥାତ ଜମତାକୁ ନେଇପାରିବ ନାହିଁ। ଆମେ କହୁଛେ ଆହା ଖାଉଥିଲା ହାତ ଟେକୁଥିଲା ପଡିଗଲା ଚାଲୁଥିଲା ପଡିଗଲା ଯେତିକି ସମୟ ତାଙ୍କର ଅଛି ସେତିକି ସମୟ ରହିବାକୁ ବାଧ୍ୟ। ଏହା ହିଁ ଅଛି ଆମର ଶାସ୍ତ୍ର ସିଦ୍ଧାନ୍ତ। ଏଇ ଆମର ପିତାମ୍ବର ମଲ ମହୋଦୟ ତାଙ୍କର ଜୀବନ୍ତରେ ଭାଗବତ ଏବଂ ମୃତ୍ୟୁ ପରେ ଭାଗବତ। ଗୋଟିଏ କଥା ଆଜ୍ଞା ଆଉ ଗୋଟେ କଥା କୁହାଯାଉଛି ଯେ ଆମର ଯେତେବେଳେ ସବଧାନ ପାଖରେ ଯାଏ କଣ ବୋଲା ଯାଏ ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ରାମ ସତ୍ୟ ହେ ହରି ନାମ ସତ୍ୟ ରାମ ନାମ ସତ୍ୟ ହେ ହରି ନାମ ସତ୍ୟ। ଆଜ୍ଞା ସବଧାନରେ ଯାଏ ରାମ ନାମ ସତ୍ୟ ସବଧାନରେ ଯାଏ ରାମ ନାମ ସତ୍ୟ କୃଷ୍ଣ ନାମ କୁଆଡେ ଗଲା କାହିଁକି କୃଷ୍ଣ ନାମ କହୁନି ତାହେଲେ କୃଷ୍ଣ ନାମ କୋଉଠି ରହିଲା ହେଲା କୃଷ୍ଣ ମୂରତି ଭାଗବତ କୃଷ୍ଣ ମୂରତି ଭାଗବତ ଆଉ କୃଷ୍ଣ ଚରିତ ଭାଗବତ ଜୀବନ୍ତରେ କୃଷ୍ଣ ନାମ ମୃତ୍ୟୁରେ ରାମ ନାମ ଅହୋଭାଗ୍ୟ ସେ ଶବର କୋଟି ଜନ୍ମ ସମସ୍ତ ପୁଣ୍ୟ ରହିବ ତୁ ଲଭ୍ୟତେ କୋଟି ଜନ୍ମ ପୁଣ୍ୟ କରିଥିବାର ଯେ ଭାଗବତ ଜୀବନରେ ପଡ଼ିଲା ଏବଂ ଶେଷ ସମୟରେ ରାମ ନାମ ସବୁ ଧାରଣ ଗଲା ଏହାଠୁ କଣ ଅଛି ଆଉ କିନ୍ତୁ ଆଜ୍ଞା ଭାଗବତ ଆଉ ପ୍ରତି କହିଲେ ଯିଏ ଜନ୍ମ ନେଇଛି ଆମର ଭାଗବତ ତୃତୀୟ ସ୍କନ୍ଧରେ କହୁଥିଲେ ଆଜ୍ଞା ବାବା କହୁଥିଲେ ନା ଯେ ଯୋଉ ପ୍ରକାର ଭାବରେ ଥାଉ ନା କାହିଁକି ଯଦି ପ୍ରଭୁଙ୍କର ନାମ ଟିକେ ସେ ନେଲା ତାହେଲେ ସେ ଗୋଟେ ବି ଭକ୍ତ। ତେଣୁ ସିଏ ଯେତେ ଦୁଶ୍ଚରିତ୍ର ହଉ ଯେତେ ପ୍ରକାର ପାପ ଦୁନିଆରେ ତାକୁ କୁହନ୍ତୁ ଏବଂ ଯେତେ ପ୍ରକାର ଦୁଷ୍କୃତ ସେ କରିଥାନ୍ତୁ ନା କାହିଁକି ଆଉ ଯେତେ ପଣ୍ଡିତ ହେଇଥାନ୍ତୁ ଯେତେ ଶାସ୍ତ୍ରଜ୍ଞ ହେଇଥାନ୍ତୁ ଧର୍ମପରାୟଣ ହେଇଥାନ୍ତୁ ଉପକାରୀ ହେଇଥାନ୍ତୁ ଭଲ ମଣିଷ ବୋଲି ଦେବତୁଲ୍ୟ ମଣିଷ ବୋଲି ସଂସାର ତାକୁ ଗୋଟେ ପ୍ରମାଣ ପତ୍ର ଦେଉଥାଉ ନା କାହିଁକି ଆଜ୍ଞା ସେ ଦୁଶ୍ଚରିତ୍ର ଲୋକ ଚାଲିଗଲା ସମୟରେ ପୂର୍ବରୁ ଭାଗବତ ଅଧ୍ୟାୟ ପଢାଯାଏ ଏବଂ ପଣ୍ଡିତ ବା ଜ୍ଞାନୀ ଗୁଣୀ ବା ଧାର୍ମିକ ଲୋକ ଚାଲିଗଲେ ତା ମୃତ୍ୟୁ ପୂର୍ବରୁ ବି ଗୋଟିଏ ଅଧ୍ୟାୟ ଭାଗବତ ପଢାଯାଏ। ତେଣୁ ଭାଗବତ ସୁନ୍ଦର ଭାବରେ କହିଲେ ଯେ ଏଇ ଭାଗବତର ଯୋଉ ବାଣୀ ଭାଗବତ କହିଛନ୍ତି ବେଦବ୍ୟାସ ସଂସ୍କୃତରେ ଓଡ଼ିଆ ପ୍ରାକୃତ କଲେ ତାକୁ ଆମର ଜଗନ୍ନାଥ ଦାସ ସୁନ୍ଦର ଭାବରେ କହିଲେ ଯେ ଭଗବାନଙ୍କ ପାଖରେ ସାନ ବଡ ଦେଇନାହାନ୍ତି ଭଗବାନ ସାନ ବଡ ଦେଇନାହାନ୍ତି ସମସ୍ତେ ସମାନ ମୃତ୍ୟୁ ସମୟରେ ତେଣୁ କହିଛି ଅଶେଷ ଜନ୍ମ ପୁଣ୍ୟ ଫଳେ ମନୁଷ୍ୟ ଜନ୍ମ ମହିତଳେ ଗୋବିନ୍ଦ 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 ଅନୁଗଳୁଛି ମକରନ୍ଦ ଅଶେଷ ଜନ୍ମ ପାପ ବଳେ ମନୁଷ୍ୟ ଜନ୍ମ ମହିତଳେ ଗୋବିନ୍ଦ 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 ଅନୁଗଳୁଛି ମକରନ୍ଦ। ଭାଇନା ମୋର କହୁଥିଲେ ଯେ ଅଶେଷ ଜନ୍ମର ପୁଣ୍ୟର ଫଳରେ ମନୁଷ୍ୟ ପୁଣି
ଅଶେଷ ଜନ୍ମର ପୂଜାର ତପବଳରେ ମନୁଷ୍ୟ ଏତେ ଛୋଟିଆ କଥା ନୁହେଁ ଆଜ୍ଞା। ଗୋଟିଏ ନର ଜନ୍ମ ଆମେ ନେଇଛେ, ଏ ନର ଜନ୍ମ ଭିତରେ କହୁଥିଲେ ଆମେ ଯେ ସମସ୍ତେ ଆମେ ନର। ନା 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 ନା, ସମସ୍ତେ ଆମେ ନର ନୁହେଁ, ସମସ୍ତେ ନର ନୁହେଁ। ହେଲେ ମନୁଷ୍ୟ ଦେହେ କାହାକୁ ଦିଆଗଲା ଆଜ୍ଞା ଦିବ୍ୟ ଜ୍ଞାନ? ନା ମନୁଷ୍ୟକୁ ଦିଆଗଲା ଦିବ୍ୟ ଜ୍ଞାନ। ଯେତେବେଳେ ଆମର ଭାଗବତ ଗୀତାର